ଏବେ ଗୋଟିଏ ହେବ ସମସ୍ତ ଗଣଶିକ୍ଷକ ଓ ଏକ୍ସକେଡର ଶିକ୍ଷକ ସଂଘ। ସମସ୍ତେ ବୁଝିଗଲେଣି 22,000 ଶିକ୍ଷକ ଓ ଶିକ୍ଷୟିତ୍ରୀ ଯେତେବେଳେ ପର୍ଯ୍ୟନ୍ତ ଗୋଟିଏ ବ୍ୟାନର ତଳେ ଆନ୍ଦୋଳନ ନ କରିବେ ସେତେବେଳେ ପର୍ଯ୍ୟନ୍ତ କୌଣସି ଗୋଟିଏ ବି ଦାବି ସେମାନଙ୍କର ପୂରଣ ହେବାର ସମ୍ଭାବନା ନାହିଁ। ତ ଆସନ୍ତୁ ଏହି ସମ୍ବନ୍ଧରେ ଆଜିର ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଅନୁରୋଧ। ନମସ୍କାର, ମୁଁ DKD। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ DKD ଅଲୱେଜ୍ आपके साथ। ଏହି ଚ୍ୟାନେଲରେ ଆପଣମାନେ ଏହି ପ୍ରକାର ଇନଫର୍ମେଟିଭ୍ ଭିଡ଼ିଓ ସଦାବେଳେ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚିତ ଭାବରେ ଚିପିବେ। ତ ଆସନ୍ତୁ ସମସ୍ତ ଗଣଶିକ୍ଷକ ଓ ଏକ୍ସ କ୍ୟାଡର ଏକ ହେବା ପାଇଁ ଯେଉଁ ପ୍ରୟାସ ଚାଲିଛି ସୋସିଆଲ ମିଡ଼ିଆରେ ସେଗୁଡ଼ିକରୁ କିଛି ଦେଖିବା। ତ ଦେଖନ୍ତୁ, ରାଜ୍ୟ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ଓ ଗଣଶିକ୍ଷକ ମହାସଂଘ ଓଡ଼ିଶା ଭୁବନେଶ୍ୱର। ସଂଗ୍ରାମୀ ଶୁଭେଚ୍ଛା ବନ୍ଧୁଗଣ। ରାଜ୍ୟର ପ୍ରତ୍ୟେକ ଏକ୍ସ କ୍ୟାଡର ଏବଂ ଗଣଶିକ୍ଷକମାନେ ନିକଟ ଅତୀତରେ ଅନୁଭବ କରିଥିବେ ଯେ ରାଜ୍ୟ ମହାସଂଘ ସଭାନେତ୍ରୀ ମିନତୀ ମିଶ୍ର ଓ ମହାସଂଘର ସମସ୍ତ କର୍ମକର୍ତ୍ତା 3 ଥର ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଗଣଶିକ୍ଷା ମନ୍ତ୍ରୀ ମାନ୍ୟବର ମନ୍ତ୍ରୀ ଶ୍ରୀ ରବି ନାୟକ ଏବଂ କିଛି ମାନ୍ୟବର ବିଧାୟକମାନଙ୍କୁ ଦେଖାକରି OTET ଉଚ୍ଛେଦ ଓ ଏକ୍ସ କ୍ୟାଡର ଉଚ୍ଛେଦ କରିବାକୁ ଦାବିପତ୍ର ପ୍ରଦାନ କରିଥିଲେ। ଏତଦ୍ ବ୍ୟତୀତ ଭାରତବର୍ଷର ସମସ୍ତ ରାଜ୍ୟରେ OTET ଲାଗୁ କରିଥିବା ସଂସ୍ଥା NCTE ଦିଲ୍ଲୀକୁ ମଧ୍ୟ ରାଜ୍ୟ ମହାସଂଘ ଗମନ କରି ଅଧିକାରୀଙ୍କ ସହ ସଫଳତାର ସହ ଆଲୋଚନା କରିଥିଲେ। ନିରନ୍ତର ଭାବେ ରାଜ୍ୟ ମହାସଂଘ ତାର କାର୍ଯ୍ୟକ୍ରମ ଜାରି ରଖିଛି ଏବଂ ଆଗକୁ ମଧ୍ୟ କାର୍ଯ୍ୟକ୍ରମ ଜାରି ରଖିବ। ଆପଣମାନେ ଅନୁଭବ କରିଥିବେ ଗଣଶିକ୍ଷକ ଓ ଏକ୍ସ କ୍ୟାଡର ସମସ୍ୟାର ସମାଧାନ କରିବାକୁ ଅନେକ ଦିନରୁ ଅର୍ଥାତ୍ 2017 ମସିହାରୁ ସଂଘ ଦ୍ୱାରା କାର୍ଯ୍ୟକ୍ରମ ଚାଲିବା ସତ୍ତ୍ୱେ 2024 ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିଲା ନାହିଁ। ନିର୍ବାଚନ ପରେ ନିର୍ବାଚନ ବିତିଗଲା, କିନ୍ତୁ 2008ରୁ ନିଯୁକ୍ତି ପାଇ ମଧ୍ୟ OTET ଦେବା ପାଇଁ ପଡ଼ୁଛି ଏବଂ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଏକ୍ସ କ୍ୟାଡରରେ ସମସ୍ତେ ଛନ୍ଦି ହୋଇଛନ୍ତି। ନିର୍ବାଚନରେ ଗଣଶିକ୍ଷକ ଓ ଏକ୍ସ କ୍ୟାଡର ସମସ୍ୟାର ସମାଧାନ ହୋଇଯିବ ଆଶା କରି ଶେଷରେ ସମସ୍ୟା ଯାହାକୁ ତାହା ରହିଯାଇଛି। ଆପଣମାନେ ଜାଣିଥିବେ ଯେତେବେଳେ ସମସ୍ୟାର ସମାଧାନ ହୋଇପାରେ ନାହିଁ ସେତେବେଳେ ବିକଳ୍ପ ଚିନ୍ତା କରି ସମସ୍ୟା କେଉଁଠାରେ କିପରି ସମାଧାନ କରାଯିବ କିଛି ଶିକ୍ଷକ ଆଗକୁ ବାହାରନ୍ତି ନିଜ ଅନ୍ଧାର ଭବିଷ୍ୟତକୁ ସଜାଡ଼ିବା ପାଇଁ। ସେଇଠାରେ ହିଁ ସୃଷ୍ଟି ହୁଏ ନୂତନ ଟିମ୍ ଓ ସେଇ ଟିମ୍ ଧୀରେ ଧୀରେ ବଡ଼ ହୋଇ ସଂଘରେ ପରିଣତ ହୁଏ। ଓଡ଼ିଶାରେ ଅନେକ ଏକ୍ସ କ୍ୟାଡର ସଂଘ ଅଛି, କିନ୍ତୁ ଅଧିକାଂଶ ଶିକ୍ଷକ କୁହନ୍ତି ସଂଘ ଅନେକ କିନ୍ତୁ ଫଳ ଶୂନ। ଏଣୁ ସମସ୍ତେ ଏକତ୍ରିତ ହେବା ସମୟ ଆସିଛି। ମିନତୀ ମିଶ୍ରଙ୍କ ସଂଘ ରାଜ୍ୟର ସମସ୍ତ ଗଣଶିକ୍ଷକ ଓ ଏକ୍ସ କ୍ୟାଡର ଶିକ୍ଷକମାନଙ୍କ ଭାବନାକୁ ସମ୍ମାନ ଦେଇ ସମସ୍ତ ସଂଘର କର୍ମକର୍ତ୍ତାକୁ ଆହ୍ୱାନ ଦେଉଛି ଯେ ଆସନ୍ତୁ ସମସ୍ତ ସଂଘ ଏକତ୍ରିତ ହୋଇଯିବା ଏବଂ ସମସ୍ତେ ମିଶି ଆମ ସମସ୍ୟାର ସମାଧାନ କରିବା। ପୂର୍ବରୁ ରାଜ୍ୟ ସରକାର ଗଣଶିକ୍ଷକ ସଂଘ ଭାଗ ଭାଗ ଥିଲା ବୋଲି ଜାଣିସାରିଥିଲା, କିନ୍ତୁ ନୂଆ ସରକାର ନିକଟରେ ତାହା ନ ଘଟୁ ବୋଲି ରାଜ୍ୟ ସଂଘ ସମସ୍ତ ସଂଘକୁ ଅନୁରୋଧ କରୁଛି ଏକତ୍ରିତ ହେବା ପାଇଁ। ପୂର୍ବ ସରକାର ଥିବା ସମୟରେ ବିଭିନ୍ନ ଦଳ ହୋଇ ଯିବା ଫଳରେ ଆମ ସମସ୍ୟାର ସମାଧାନ ହୋଇପାରି ନଥିଲା, କିନ୍ତୁ ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସରକାର ସକାରାତ୍ମକ ଅଛନ୍ତି ଆମ ସମସ୍ୟାକୁ ସମାଧାନ କରିବାକୁ, ଯାହା ମିନତୀ ମିଶ୍ର ସରକାରଙ୍କ ସହିତ ଆଲୋଚନା ସମୟରେ ଅନୁଭବ ହୋଇଥିଲା। ଯଦି ଗୋଟିଏ ସଂଘ ସକାରାତ୍ମକ ଆଲୋଚନା କରିବା ପରେ ଅନ୍ୟ ଏକ ସଂଘ ନିଜକୁ ପରିଚୟ ଦେଇ ସରକାରଙ୍କ ନିକଟକୁ ଯିବ, ତେବେ ପୂର୍ବ ସରକାର ସମୟରେ ଯାହା ଘଟିଥିଲା ତାହା ଘଟିବାର ସମ୍ଭାବନା ପୁଣି ସୃଷ୍ଟି ହେବ। ତେଣୁ ରାଜ୍ୟରେ ଗଢ଼ି ଉଠିଥିବା ସମସ୍ତ ଏକ୍ସ କ୍ୟାଡର ଓ ଗଣଶିକ୍ଷକ ସଂଘଗୁଡ଼ିକୁ ରାଜ୍ୟ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ଓ ଗଣଶିକ୍ଷକ ମହାସଂଘ ସାମୂହିକ ସ୍ୱାର୍ଥ ଦୃଷ୍ଟିରୁ ଓଡ଼ିଶାରେ ଗୋଟିଏ ସଂଘ କରିବାକୁ ଆହ୍ୱାନ ଦେଉଛି ଏବଂ ଅତିଶୀଘ୍ର ଭୁବନେଶ୍ୱରରେ ସମସ୍ତ ସଂଘକୁ ନେଇ ଏକ ବୈଠକ କରି ଏକତ୍ରିତ ହେବା ପାଇଁ ମଧ୍ୟ ଆହ୍ୱାନ କରୁଛି। ସଂଗ୍ରାମୀ ଅଭିନନ୍ଦନ ସହ ମିନତୀ ମିଶ୍ର, ରାଜ୍ୟ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ଓ ଗଣଶିକ୍ଷକ ମହାସଂଘ। ତ ଏହା ଥିଲା ଆମ ମିନତୀ ମିଶ୍ରଙ୍କ ବକ୍ତବ୍ୟ। ସେ ହ୍ୱାଟ୍ସଆପ୍ ଗ୍ରୁପରେ ଏହାକୁ ଛାଡ଼ିଥିଲେ, ତ ମୁଁ ଆପଣମାନଙ୍କୁ ଏହା ଦେଖାଇଲି। ପୁଣି ଦେଖନ୍ତୁ ୟା ପରେ କ'ଣ ସବୁ ରହିଛି। ପୁଣି ମିନତୀ ମିଶ୍ରଙ୍କ ଆଉ ଗୋଟିଏ ଆସିଥିଲା ଲେଖା, ସବୁ ସଂଘ ମିଶି ଗୋଟିଏ ସଂଘ ନ ହେବା ଯାଏଁ
କୌଣସି ଏକ୍ସକେଡର ଶିକ୍ଷକ ଏବଂ ଗଣଶିକ୍ଷକ କେଉଁ ସଂଘର ସହଯୋଗ କରିବେ ନାହିଁ। କେବଳ ସଂଘ ଗଠନ କରି ନିଜକୁ ନେତା କହୁଥିବା ଆତ୍ମଘୋଷିତ ନେତାମାନଙ୍କ ହ୍ୱାଟ୍ସଆପ୍ରେ ମେସେଜ୍ ଛାଡ଼ିବା ସାର ହେବ। ନେତାଙ୍କ ସ୍ୱାର୍ଥ ପାଇଁ ସମସ୍ତେ ବଳି ପଡ଼ିବେ। ଆଉ ଯେତେ ସଂଘ କରି ନେତା ହୋଇଥିବା ବ୍ୟକ୍ତିମାନଙ୍କୁ ଭଗବାନ କ୍ଷମା ଦେବେ ନାହିଁ। ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଲୁହରେ ଭସ୍ମ ହୋଇଯିବ। ମିନତୀ ମିଶ୍ରଙ୍କ ଲେଖା ଆସିସାରିବା ପରେ ପୁଣି ଆରୋପ ଏବଂ ପ୍ରତ୍ୟାରୋପ ଆରମ୍ଭ ହୋଇଥିଲା। ତ ସେଥିରୁ କିଛି ମୁଁ ଆପଣମାନଙ୍କୁ ଦେଖାଉଛି। ଯେଉଁମାନେ ଏକ୍ସକେଡର ଉଠିବ ନାହିଁ କହୁଛନ୍ତି ସେମାନେ ଚାହୁଁନି ସଂଘ ଏକ ହେଉ ବୋଲି। ସେମାନେ କେଡର ହେଲେ ବାକିମାନେ 21,000 ରହିଗଲେ। ପୁଣି ସଂଘ ରହି ଏକ ନ ହେବା ଚେଷ୍ଟା ଚଳାଇଛନ୍ତି ଟଙ୍କା ପାଇଁ। ଆଜି ସଂଘ ଏକ ହେଲେ କାଲି ସମସ୍ତେ କେଡର ହେବେ। ଆଉ ଗୋଟିଏ ଦେଖନ୍ତୁ, ସୋସିଆଲ ମିଡ଼ିଆରେ ଯେଉଁମାନେ ଉପଦେଶ ଦେଉଛନ୍ତି ସବୁ ସଂଘ ଏକ ହୋଇଯାଉ, ଠିକ୍ ଅଛି। ମୋ ତରଫରୁ କେତୋଟି ପ୍ରଶ୍ନ ଯଦି ଆପଣମାନଙ୍କ ପାଖରେ ଉତ୍ତର ଥାଏ ଲେଖନ୍ତୁ। ଏକରେ ହେଉଛି, ଯେଉଁମାନେ ସୋସିଆଲ ମିଡ଼ିଆରେ ଲେଖୁଛନ୍ତି ସେମାନେ ସବୁ ସଂଘ ଏକ ହେବା ପାଇଁ ସୋସିଆଲ ମିଡ଼ିଆ ବ୍ୟତୀତ ବ୍ୟକ୍ତିଗତ ଭାବରେ କ'ଣ ପ୍ରୟାସ କରିଛନ୍ତି। ଏବଂ 2 ନମ୍ବର ପ୍ରଶ୍ନ ହେଲା, 2ରୁ 3ଟି ଗୋଷ୍ଠୀକୁ ଏକତ୍ରିତ କରିବା ପାଇଁ ଜଣେ କିମ୍ବା କେତେଜଣ ସଂଯୋଜକ, ଯାହାକୁ ମଧ୍ୟସ୍ଥି କୁହାଯାଉଛି, ଆବଶ୍ୟକ। କିଏ ସେହି ସଂଯୋଜକର ଦାୟିତ୍ୱ ନେବେ, ନାମ ପ୍ରକାଶ କରନ୍ତୁ। 3ରେ ରହିଛି, ଯଦି କାହା ପାଖରେ ସଂଯୋଜକ କାର୍ଯ୍ୟ କଲା ଭଳି ଆତ୍ମବିଶ୍ୱାସ ନାହିଁ ତେବେ ଅଯଥାରେ ସୋସିଆଲ ମିଡ଼ିଆରେ ଗପ ଲେଖିବା ଆବଶ୍ୟକ ନାହିଁ। ଯେଉଁମାନେ ବାରମ୍ବାର ଉଭୟ ଗ୍ରୁପକୁ ବସାଇ ଆଲୋଚନା କରି ବିଫଳ ହୋଇଛନ୍ତି ସେମାନଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାନ୍ତୁ ନାହିଁ। ତ ଏଇଭଳିଆ ବହୁତ ଗୁଡ଼ିଏ ମେସେଜ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଚାଲିଛି। ତ କଥା ହେଲା ଯେ ଯଦି ଆମେ ସମସ୍ତେ ଏକ ନ ହେବା ତେବେ କେବେ ବି ଆମର ଦାବି ପୂରଣ ହୋଇପାରିବ ନାହିଁ। ଏହା ବାସ୍ତବିକ ସତ କଥା। କିନ୍ତୁ କଥା ହେଉଛି ଆମକୁ ଏକ କରିବ କିଏ? କାରଣ ଛତୁ ଫୁଟିଲା ଭଳିଆ ବର୍ତ୍ତମାନ ଏକ୍ସକେଡର ଏବଂ ଗଣଶିକ୍ଷକ ସଂଘ ଭାଗ ଭାଗ ହୋଇ ପୁଣି ନୂତନ ସଂଘ ଗଠନ ହୋଇଛି। ତ ସରକାର ଅଲରେଡ଼ି ଜାଣିସାରିଛନ୍ତି ଯେ ଏମାନଙ୍କ ମଧ୍ୟରେ ଏକତା ନାହିଁ। ତେଣୁ ଯେତେବେଳେ ପର୍ଯ୍ୟନ୍ତ ଆମ ମଧ୍ୟରେ ଏକତା ନଥିବ ଆମେ କେବେ ବି ସଫଳତା ହାସଲ କରିପାରିବା ନାହିଁ। ଆମକୁ ସଫଳତା ପାଇବାକୁ ହେଲେ ସମସ୍ତେ ଏକ ହେବା ଦରକାର। ମୁଁ କେବଳ ମିନତୀ ମିଶ୍ରଙ୍କ କଥା କହୁନାହିଁ, ମୁଁ ସମସ୍ତ ସଂଘ ଏବଂ ସମସ୍ତ କର୍ମକର୍ତ୍ତାଙ୍କୁ ଅନୁରୋଧ କରୁଛି ଯେ ଆପଣମାନେ ସମସ୍ତେ ଏକତ୍ରିତ ହୁଅନ୍ତୁ, ଗୋଟିଏ ବ୍ୟାନର ତଳେ କାମ କରନ୍ତୁ। ଦେଖିବେ ସମସ୍ତଙ୍କର ଦାବି ନିଶ୍ଚିତ ଭାବରେ ପୂରଣ ହେବ। ଆଶା କରୁଛି ଭିଡ଼ିଓଟି ନିଶ୍ଚିତ ଭାବରେ ଆପଣଙ୍କୁ ଭଲ ଲାଗିଥିବ। ଭିଡ଼ିଓଟିକୁ ଲାଇକ୍ ଏବଂ ସେୟାର କରିବେ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।